କାଳବୈଶାଖୀର କରାଳ ରୂପ ଆଉ ତା ସାଙ୍ଗକୁ ଜଳରାଶିର ସେହି ଭୟଙ୍କର ଗର୍ଜନ। ମଧ୍ୟପ୍ରଦେଶ ଜବଲପୁରର ବର୍ଗି ଡ୍ୟାମ୍ରେ ଗତକାଲି ସନ୍ଧ୍ୟାରେ ଯାହା ଘଟିଗଲା ତାହା ଶୁଣିଲେ ଆପଣଙ୍କ ଛାତି ମଧ୍ୟ ଥରିଉଠିବ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଯାଇଥିବା 40 ଜଣ ପର୍ଯ୍ୟଟକ କେବେ ଭାବି ନଥିଲେ ଯେ ସେମାନଙ୍କ ଖୁସିର ମୁହୂର୍ତ୍ତ ଏମିତି ଏକ କାଳରାତ୍ରିରେ ପରିଣତ ହୋଇଯିବ। ହଠାତ୍ ମାଡ଼ି ଆସିଲା କାଳବୈଶାଖୀ ଝଡ଼। ଦେଖୁ ଦେଖୁ ପର୍ଯ୍ୟଟକଙ୍କୁ ନେଇଯାଉଥିବା କ୍ରୁଜ୍ଟି ଜଳରାଶି ମଧ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଲା। ଚତୁର୍ଦିଗରେ କେବଳ ଚିତ୍କାର ଆଉ ବଞ୍ଚିବାର ଆକୁଳ ନିବେଦନ। ଏହି ଭୟାବହ ଦୁର୍ଘଟଣାରେ ଏପର୍ଯ୍ୟନ୍ତ 20 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ 10 ଜଣଙ୍କର ମୃତଦେହ ମିଳିସାରିଛି। ବାକି ନିଖୋଜ ବ୍ୟକ୍ତିଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। କିନ୍ତୁ ଏହି ମୃତ୍ୟୁର ତାଣ୍ଡବ ମଧ୍ୟରେ ଏକ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ପଥର ଭଳି ହୃଦୟକୁ ବି ତରଳାଇ ଦେବ। ଜଣେ ମାଆର ଅମର ମମତା। ଦୁର୍ଘଟଣା ସମୟରେ ନିଜ ଜୀବନର ମୋହ ଛାଡ଼ି ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜ ଶିଶୁକୁ ଛାତିରେ ଆଲିଙ୍ଗନ କରି ରଖିଥିଲେ ସେହି ମାଆ। ପାଣିର ପ୍ରଖର ସ୍ରୋତ ସିନା ମାଆର ଶରୀରକୁ ନିଷ୍ପ୍ରାଣ କରିଦେଲା, କିନ୍ତୁ ସନ୍ତାନ ପ୍ରତି ଥିବା ତାର ସେହି ନିଷ୍ଠା ଆଉ ଭଲ ପାଇବା ପାଖରେ ମୃତ୍ୟୁ ମଧ୍ୟ ହାର ମାନିଗଲା। କନକ୍ଲୁସନ୍ ଶ୍ରଦ୍ଧାଞ୍ଜଳି ସହ ଆଜି ସାରା ଦେଶ ସେହି ଅମର ମମତାକୁ ସଲାମ କରୁଛି। ଏହି ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ଆତ୍ମାର ଗତି ପାଇଁ ଆମେ ପ୍ରାର୍ଥନା କରୁଛୁ। ଈଶ୍ୱରଙ୍କ ଶୋକସନ୍ତପ୍ତ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ। ନିରପେକ୍ଷ ଖବର ସବୁବେଳେ ଆପଣଙ୍କ ସହ। ବ୍ୟୁରୋ ରିପୋର୍ଟ, ସାଗର ଖବର। ନମସ୍କାର, ଆପଣ ଦେଖୁଛନ୍ତି ସାଗର ଖବର। ସତ୍ୟ ଏବଂ ସଠିକ୍ ସୂଚନା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡିଓକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ। ଧନ୍ୟବାଦ।